सोमवार व्रत करिबार विधान। सोमवार व्रत साधारणतः दिन 2 प्रहर ठारू 3 प्रहर जाए करा जाइथाए। अवश्य सोमवार रात्र ठारू कर्ता शुद्ध हार, शुद्ध स्नान, शुद्ध सज्जा हविष्यान्न रहिबा उचित। सबुठारू भल हेब फलाहार करिबा। एहा परे पूजा जाए त्रिरात्र जाए एक बखत आहार ग्रहण करिबा उचित। सोमवार व्रत करिबा पई पूजा शेष जाए शिवंकर स्तवादि पठन करिबे। अनुपयुक्त पक्षे ब्राह्मण अथवा गृहे शिक्षित पुत्र पौत्र मानक द्वारा यह श्रवण करिबा उचित। सोमवार व्रत 3 प्रकार होइथाए। यह सोमवार दिन समापन करा जाए, यथा सौम्य प्रदोष एवं 16 सोमवार श्रेष्ठ अटे। ओम नमः शिवाय। नमः महेश वरण उमेश जगत कारण। नमः पार्वती रमण अशेष विघ्न विनाशन। गणेश अटन्ति नंदन वृषर अटई बाहन। बिरजे कार्तिक कुमार पिताजे अटन्ति ताहार। पृथ्वी आतजात काले ब्रह्मा ओ विष्णु महेश्वरे। होइले प्रथम जन्म जगत रखिबा कारण। पृथ्वी करिले सृजन परम जगत कारण। आपणे संहार करता आपणे रक्षक देवता। सत्य जे होइला पुराण त्रेतया वंशे नारायण। बरिले बंधु कष्ट मान करिले असुर निधन। से बेले साहाजे होइल जगत गुरु बोलाइल। त्रेतया होइला जे शेष कलिकी करिले प्रवेश। बहुत दुख जे बढ़िला बढ़िला पाप ताप भारा। आपणे प्रकट होइले शक्तिर पूजा भियाइले। ओम शिवाय नाम गोटी पूर्ण जगत उद्धार कारण। बेल बरुण जेखिलाट एनामे होइले प्रकट। त्रिनेत्र होइल प्रकाश जाजन ग्ररे परकाश। भंडाईश्वर पुणी नाम श्रीपुरा अटे जे धाम। काशी विश्वनाथ तोहर नाम के तरिंग सागर। बलराम जे नाम धरी उत्तरंग हेल बिहारी। जय हो आखंडलमणि आरड़ी ठारे शूल पाणी।
କରିଲେ ନିବାସ ନିଜର। ହେ ପ୍ରଭୁ ପରମ ଠାକୁର, ତୋର ଯେ ପୂଜା ବିଧିନର କରୁଛି ଅଶେଷ ପ୍ରକାର। ମନର କାମନା ପୂରଣ କରିଛ ପାର୍ବତୀ ରମଣ। ମୁହିଁ ହୋ ଭକତ ବ୍ରାହ୍ମଣ, ନାମ ମୋ ଗୋସ୍ୱାମୀ ବିପିନ। ପିତାଙ୍କ ନାମ ଶ୍ରୀନାଥ, ତରଙ୍ଗ ଗ୍ରାମେ ମୋର ଜାତ। ମାତା ଯେ ଅପର୍ଣ୍ଣା ସୁନ୍ଦରୀ, ହେଲୁ ଯେ ଆମେ ପୁତ୍ର ଚାରି। ତୋ ଦୟା ରୁହେ ଯେ ମହେଶ, ଜୀବନେ ଦୁଃଖ ଯେ ବିଶେଷ। ସବୁ ଯେ ଯାଏ ଦୂର ହୋଇ, ନମ ଶିବାୟ ମୁଖେ କହି। କୃପାରୁ ଦଣ୍ଡିତ ହୋଇଲୁ, ଅଶେଷ ଭାବେ ଦୁଃଖ ଦେଲୁ। ଲେଖିବି ତୋହରି ପୁରାଣ, 16 ସୋମବାର ଜାଣ। ସୌମ୍ୟ ପୁରୁଷ ପୂଜା ତୋର, କରିବି ଜଗତେ ପ୍ରଚାର। ମାଗୁଛି ବିନୟ ହୋଇଣ, ଦିଅ ହୋ ବଳ ପଞ୍ଚାନନ। ମଗଧ ବଙ୍ଗ ଯେ କଳିଙ୍ଗ, ମଧ୍ୟ ଉତ୍ତର ଅଛି ଖଣ୍ଡ। ଜାଭାସୁ ମତ୍ରା ମଦ୍ର ଦେଶ, ଏପରି ବହୁ ଯେ ପ୍ରବେଶ। ଦେଶକୁ ଦେଶ ଯାଯାଇଣ, ବିପଣି କରନ୍ତି ନାରଣ। ପିତା ବା ନୀଳାମ୍ବର ପୁଣି, ଦକ୍ଷିଣେ ଥିଲେ ଠାକୁରାଣୀ। ଉତ୍ତରେ କୁଞ୍ଜ ଯେ ବିହାରୀ, ପୂର୍ବରେ କୁଆଁସର ରାଣୀ। ଦକ୍ଷିଣେ ତୋହର ନିବାସ, ଅଟେ ତୋ ନାମ ବିଶ୍ୱନାଥ। ଭାରି ଯା ଯେ ମା ରତ୍ନମଣି, ତୋରାଙ୍ଗ ଗ୍ରାମରେ ଜନନୀ। ଦେଶ ବିଦେଶ ବୋଇତରେ, ବିପଣି ମେଲାଏ ସେଠାରେ। ନୀଳାବ ଦୁର୍ଯ୍ୟ ଯେ ମୁକୁତା, ହୀରା ମାଣିକ ଯଥା ଯଥା। ଏପରି ଧନ ରତ୍ନ ଜାଣ, ବୋହି ଯେ ଆଣିଲେ ନାରଣ। ଧନ ଐଶ୍ୱର୍ଯ୍ୟରେ ପୂରଣ, ଗ୍ରାମରେ ଧନପତି ପୁଣ। ସହସ୍ର ସହସ୍ର ଭରଣ, ଅମଳ କରଇ ଯେ ଧାନ୍ୟ। ବିରି କୋଳଥ ମୁଗ ଯାଇ, ତାପୁରେ ଅଭାବ ଯେ ନାଇଁ। ଇଚ୍ଛାଟି ନଥିଲେ ତାହାର, ଧନ ପୂରଣ ସୁମାର। କି ହେବ ଏତେ ବୈଭବ,
ରତ୍ନମଣିର ଏହି ଭାବ। ପ୍ରଥମ ସ୍ତ୍ରୀ ହେଲା ନାଶ, ଦ୍ୱିତୀୟ ନାରୀର ପ୍ରବେଶ। ସେ ଗଲା ପୁଣି ଯମପୁରୀ, ଆସିଲା କନକ ସୁନ୍ଦରୀ। କନକ ହେଲା ଗର୍ଭବାସ, ଗର୍ଭକେ ହେଲା ତାର ଶେଷ। ଗୋଟିକ ପରେ ଗୋଟି କରି ଆଣନ୍ତି ନାରଣ ଯେ ପୁରୀ। ସପ୍ତମ ହୋଇଲା ପ୍ରବେଶ, ରତ୍ନମଣିଙ୍କ ପରକାଶ। ବିବାହ 14 ବରଷ, ଗର୍ଭ ଯେ ନ ହେଲା ପ୍ରକାଶ। ପୁତ୍ର କନ୍ୟା ଯେ ହେଲା ନାହିଁ, କାନ୍ଦିଲେ କଇଁ କଇଁ ହୋଇ। ନାରଣ କହିଲେ ଗୋପ୍ରିୟା, ବିଧାତା କୂଟନୀତି ଏହା। କପାଳେ କରିଛି ଲିଖନ, ଅପୁତ୍ରୀ ହେବ ହୋ ନାରଣ। ଅର୍ଜିଲା ଧନ ଖଣ୍ଡ ନେବ, ନାରଣ ଖାଲି ଅର୍ଜୁଥିବ। ଧନ ଗମନେ ନାହିଁ ସ୍ଥିର, କାରଣ ଅଟେ ବିଧାତାର। କହ କହ ଗୋ ପ୍ରାଣ ସହି, ଏଥିକି ଉପାୟ ଛଇ। ଅପୁତ୍ରୀ ପୁତ୍ର ବାନ ହେବ, ସଂସାରେ ସୁଖ କୁଲ ଭିବ। ପର ଖାଇବ ଧନ ବୋହି, ନାରଣ ସାକ୍ଷ୍ୟ ମାତ୍ର କହି। ଭାରି ଯା ରତ୍ନମଣି ଜାଣ, ଦୁଃଖରେ ନ କରେ ଭୋଜନ। ପେଟରୁ ମରି ବରଂ ପୁତ, ଗର୍ଭରୁ ହୁଅନ୍ତା କି ଜାତ। ଅପୁତ୍ର ଦୋଷ ହେବ ଦୂର, ଭୋଗିବି ନାହିଁ ନର୍କପୁର। କରିବି ବହୁ ବାଲ୍ୟ ଲୀଳା, କରିବି ପ୍ରଭୁଙ୍କର ଲୀଳା। ଯେତେ ଯେ କଲୁ ଓଷା ବ୍ରତ, ଶୁଣିଲା ନାହିଁ ଜଗନ୍ନାଥ। ତେଣୁ ଯେ ଦୁଃଖରେ ନାରଣ, ସଂସାର ଭାରି ଜାତେ ଜିଣ। ନିର୍ଜନ ରାତ୍ର ସମୟେ, ବାହାରିଲା କଲଏ। ଘନ ଅରଣ୍ୟ ଯଥରେ, ଚାଲିଲା ବହୁତ ଦୁଃଖରେ। ମରିବା ଲାଗି ସଜ ହୋଇ, ନିଷାଧେ ନାରଣ ଗମଇ। ହୋଇଣ 10 କ୍ରୋଶ ପଥ, ପାଦତା ହୋଇଲା ବସ। ବିଲୋକେ ବୃକ୍ଷ ଥିଲା ତହିଁ, ତା ତଳେ ନାରଣ ବସଇ। କ୍ଷୁଧାରେ ଉଦର କାନ୍ଦଇ, ତୃଷ୍ଣାରେ ବିକଳ ହୁଅଇ। ନାଥ ଯେ ହୋଇଛି ଅନାଥ, ଖୋଜଇ ମରଣର ପଥ। କୋଳରେ ସନ୍ତାନ ଯେ ଚାହିଁ, ଧନ୍ୟ ମୋ ଜୀବନଟି ଏହି। ଧନ ଅର୍ଜନ ମୋହି ତଳେ, କି ସୁଖ ଅଛି ତାହାରେ। ଏ ସୁଖ ନାହିଁ ପ୍ରୟୋଜନ, ସଂସାର କରିବ ରଜନ। କ୍ଷୁଧା ତୃଷାରେ ନାହିଁ ମନ, ଏସବୁ ବଞ୍ଚିବା କାରଣ। ଅର୍ଜିଲା ଧନ କେ ଖାଇବ, ଅର୍ଜିଲା ଲୋକ ଯେ ମରିବ। ହେଲାଣି ବୃଦ୍ଧ ବୟସ, ଜୀବକୁ ଆଉ କେତେ ଆସ। କୋଳରେ ପୁତ୍ର ନାହିଁ ଯାର, ସଂସାରେ ତାର କି ବ୍ୟବହାର। ଅପୁତ୍ରୀ ହୋଇ କି ମରିବି, ଯମ ନରକ ମୁଁ ଭୋଗିବି। କେ ଜନମେ ପାପ ଯେ କଲି, ସେ ଫଳ ବହି ପାଇଲି। କରିଲି କାର ଠାରେ ଦୋଷ, ସେ ଦେଲା ସାପ ଯେ ବିଶେଷ। ହେ ହରି ନାରାୟଣ ଶୁଣ, ସହୁଛି ଦୁଃଖ ଯେ ଦାରୁଣ। ବଞ୍ଚିବା ଠାରୁ ମଲା ଭଲ, କରିଲେ
ଚିନ୍ତା ନାହିଁ କାର। ଅପୁତ୍ରୀ ହୋଇ କି ବଞ୍ଚିବି, କାର ମୁଖ ଯେ ନ ଦେଖିବି। ଦେଖିବା ଲୋକ ହୁଏ ତୋଷ, ଗମନ କାଳେ ଅବଶୋଷ। ଆଣ୍ଠୁ କୁଡ଼ାର ମୁଖ ଚାହିଁ, ଗୃହରୁ ଯାଉଅଛି ମୁହିଁ। କର୍ମ ଯେ ହୋଇବ ବିଫଳ, ଫେରିବା ଅଟଇହ ଭଲ। ଏ କଥା ସହିଛି ନାରଣ, ପାରିବି ନାହିଁ ପ୍ରଭୁ ଜାଣ। ଜୀବ ଥାଉ ଥାଉ ମରଣ, ହୁଅନ୍ତା ଯଦ ଏକ କ୍ଷଣ। ତ୍ରାହି ଯେ ପାଆନ୍ତି ସଂସାରୁ, ମରନ୍ତି ପୁତ୍ରର ଚିନ୍ତାରୁ। ଏମନ୍ତ ବିଚାରି ନାରଣ, ତୃଷାତା ହୋଇଲା କାରଣ। ରାତ୍ର ଯେ ନିଶାର୍ଦ୍ଧ ଅଟଇ, ବିଲ ବୃକ୍ଷଟି ଅଟେ ସେହି। ତାର ଚରଣରେ ନାରଣ, ମୂର୍ଚ୍ଛା ହୋଇଲା ତତ୍କ୍ଷଣ। ଗମିଲେ ବାଘ ଭାଲୁ ଯେତେ, ସମସ୍ତେ ଦେଖିଲେ ଆରତେ। ଦୁଃଖରେ ବିଚରା ପଡ଼ିଛି, ତାଠାରେ ନାହିଁ ଆଉ କିଛି। ଅଜ୍ଞାନ ଜୀବର ଦେହରେ, ପ୍ରଭୁ ସେ ସତରେ ବିହରେ। କାହା ତୁ ସାହା ନାରାୟଣ, ସେହୁଟି ମିତ୍ର ପଣେ ପୁଣ। ମାଘ ଭଲ୍ଲୁକ ହେଲେ ଦୂର, ଏକାକୀ ପଡ଼ିଲା ସତର। ରାତ୍ରର ମଧ୍ୟ ସେ ହୁଅଇ, ତା କନେ କହୁଅଛି କେହି। ଉଚ୍ଚ ଯେ କାରଣଟି ତହୁଁ, ତୋ କଥା ଜାଣିଲଇ ମୁହିଁ। ହୋଇବ ତୋହର କୁମର, ପୂଜାଟି କରିବୁ ଆମର। ହେ ପାର୍ବତୀ ଯେ ଚାଲିଗଲେ, ନାରଣ ଉଠିଲା କି ଭଲେ। ରଖିଲା ରାତ୍ର ଅଛି ପାହି, ଜଗତେ ଆଲୋକ ଦିଶଇ। ଶୂନ୍ୟରେ କହିଲେ ଗୋସାଇଁ, ପୁତ୍ର ଯେ ହେବ ଏଥିପାଇଁ। ଦୁଃଖ ତୁ କରୁଛୁ ନାରଣ, କଥାଟି ରଖ ହୋ ସ୍ମରଣ। ଆସିଲା ନାରଣ ତାପୁରେ, କହିଲା ଭାରି ଜାଗରେ। ଭାରି ଯେ ମା ରତ୍ନମଣି, ହସ ହସରେ କହେ ପୁଣି। ଏଡ଼ିକି ନୀଲ ଠାପିଅର, ବୃଦ୍ଧ କାଷ୍ଠୁକି ଝରେ କ୍ଷୀର। ମେଘ ଯେ ଆକାଶରେ ନାହିଁ, ଭିଜିବି ବୋଲି ଭୟ ପାଇ। ଦେଖ ହୋ ଅନାଥର ପୁଅ, ଧରିବ ଛତ୍ର ଗୋଟି ଦିଅ। ପୁରୁଷ ପଣିଆ ନଥିଲେ, ପୁତ୍ର କି ହେଉଛି ଠାକୁରେ। ଯାହାର ଧନ ରତ୍ନ ଆଶା, ତାକୁ କେ କରିବ ଭରସା। ପୁଅଟି ଯେବେ ଯୋଡ଼ା ତାର, ଜାଣିକି ଦିଅନ୍ତି ଠାକୁର। ଏଡ଼ିକି ଦାରୁଣ ତୃପଣ, ଧନୀ ଯେ ଅଟଇ ନାରଣ। ଗର୍ବର ଅହଙ୍କାର ଘର, ନାରଣ ସୃଜିଛି ଏଠାର। ଧନ ଯେ ପୁତ୍ର ଅଟେ ଯାର, ଧନ ପୂରିଛି ଘର ଦ୍ୱାର। କାନ୍ଦିଲା ଲୋକଟି ହସିବ, ବିଧବା ପୁତ୍ରବତୀ ହେବ। ପଶ୍ଚିମେ ସୂରୁଜ ଉଇଁବେ, ମୋ କୋଳେ ପୁତ୍ର ଜାତ ହେବେ। ଈଶ୍ୱର ନିନ୍ଦୁକ ନାରଣ, ଧିକତା ଅଟଇ ଜନମ। ବହୁ କଷ୍ଟରେ ପୁତ୍ର ପାଇଁ, ମୃତ ତୁଲ୍ୟରେ ବଞ୍ଚିଥାଇ। ଶୁଖିଲା ବୃକ୍ଷେ ଜଳ ଦାନ, କରିଲେ ତା ସ୍ୱାମୀ ନାରଣ। ଅନେକ କଷ୍ଟ ଯେ ହୋଇଲା,
मृत्यु परे जे मृत्यु देला कहिला कांद कांद होई कि लाभ पाउछ बुझाई समय अतीत होइला पुनश्च पुत्र प्राप्ति लीला देखिल संसार मध्यरे मो परी दुखी किए थरे भाग्रे जहा थिला जान भोग जे अटई जन्म पुनश्च न करी प्रचार लोक साटी हे बसार आंभर भाग्ये पुत्र नाही लोक साकु भय पाई कहुछि हाथ गोड़ धरी प्रचार न कर एपरी नारण बोइले हे शुण एकथा सत्य अटे जान करिबी शिव आराधन पाइबी निश्चय पुत्र धन से दिन ठारू जे नारण पूजिला पार्वती रमण धूप दीप नैवेद्य जोगाड़े होइला आनंद मंदिरे होइला प्रवेश भक्ति कला जे विशेष एपरी बहु दिन गला रतन मणि जे कांदिला मिछरे करिला प्रचार कुह कि करिब एथर रास्तारे करिले गमन रात्रि रे करिले शयन सपने ग्राम सारा जान कथा कथारे कथा पुण किलो कि पुत्रवती हेलु अपुत्री दोषु पारी हेलु थंटिया माटी की तोर खेलिब जननी कुमर करिबु पिठा खीरी पुरी आशा जे रहिला मरी रखिबु ए वंशर जस अपुत्री दोष गला नाश अतीत हेउछि बयस कि बर देले जे उमेश वृथारे पाई अपमान कि लाभ रखिए जीवन चाल जे अरण्य को जीवा हिंस्र जंतुक आग हेबा आमर बेक मोड़ी देवे संतोष होई न खाइबे पूरीब क्षुधित उदर आनंद होइबे ईश्वर कि लाभ थाई जीवन लोक साटी हेब जान मरिण गले आमे जान अकथारु रक्षा अधिकेण एमंत रत्नमणि कही अरण्य आड़े गला दाई ता पछे पछे जे नारण चलिला बहु दूर जान होइला पुणी जे रजनी झरणा ठारे रत्नमणि मुरुछा होई से पड़िला डाकिले कथा न स्फुरिला कांदिला तुहाई तुहाई कि कल तुमे उमा साई एमंत समय पार्वती साथी रे थिले उमापति जाउण थिले से आकाशे दृष्टि जे पड़िला प्रवेशे पुछंती उमा ठाकुराणी शुणंतु आहे शूल पाणी मर्त्यरे जन्म लभिण कि दुखे बंचिछि नारण कोଳରେ देई नाही सुत दुखरे ता भारी जामृत कांदुछि करुछि कीर्तन बंचाओ आहे पंचानन तुम्भे जे सर्वदयामय
ମୋଠାରେ କରିଲ ଅନ୍ୟାୟ। ତୋର ଚରଣେ ମାଗି ବର, କରିଲି ତୋର ଓଷାବାର। ଶେଷରେ ଦୁଃଖ ମୋତେ ଦେଲୁ, ଭାର୍ଯ୍ୟା ମୋ ଠାରୁ ଛଡ଼ାଇଲୁ। ହୋଇଣ ପ୍ରଭୁ ନିଦାରୁଣ, ଏଣିକି ମରିବ ନାରଣ। ଏକଥା ଶୁଣୁଛ ଗୋସାଇଁ, ଚାଲିଛ କିଛି ଜାଣ ନାହିଁ। ହୋଇଲା ଅନ୍ୟାୟ ତୁମ୍ଭର, ଏଥକୁ ବିଚାରଟି କର। ଦାସର ହୋଇ ଭଗବାନ, କରୁଛ ଏପରି ବିଧାନ। ବଞ୍ଚାଅ ଶୀଘ୍ର ତାର ନାରୀ, ପୁତ୍ରକେ ପାଆନ୍ତୁ ବିଚାରି। ଉମାଙ୍କ ଠାରୁ ଉମାଇଷ, ଶୁଣିଲେ ସକଳ ବୃତ୍ତାନ୍ତ। କୁହନ୍ତି ହସ ହସ ହୋଇ, ଉମାଙ୍କ କୈଳାସ ଗୋସାଇଁ। ମୋହଣ ଠାରେ କିଛି ନାହିଁ, ଯାହାଲେ କିଛି ବିଧି ସାଇଁ। ସେମନ୍ତ ଭୋଗୁଅଛି ଫଳ, ଉପାୟ ନାହିଁଟି ମୋହର। ଜନମ ଜନମ ଯେ ହେବ, ପୁତ୍ରଟି କେବେ ନ ପାଇବ। ଏକଥା ମାତା ଯେ ଶୁଣିଲେ, ଶୁଣନ୍ତୁ ପ୍ରିୟେ ମୋର ବୋଲେ। ତୁମ୍ଭର ଭକତ ନାରଣ, କି ଜାଣେ ବିଧାତା ଭିଆଣ। କରୁଛି ଓଷା ବ୍ରତ ତୁମ, ଡାକୁଛି ଶୁଣ ପଞ୍ଚାନନ। ନିରୀହ ଦୁଃଖରେ ପଡ଼ିଛି, ତୁମର ଚରଣେ ପୂଜୁଛି। ଶୁଣିଲ ନାହିଁ ମୋର କଷ୍ଟ, ଭୋଗିଲି ଏତେ ଗୁଡ଼େ ରିଷ୍ଟ। ମରିଲା ଭାରିଜା ମୋହର, ନ ଦେଇ ତା କୋଳେ କୁମର। ପାର୍ବତୀ କଲେ ଅଭିମାନ, କହନ୍ତି କଳି ଭଗବାନ। ଶୁଣ ଯେ ପିଅର ମୋହର, ଭକତ ଆପଣ ଯେ ମୋର। ଏଥିକୁ କି କରିବି ମୁହିଁ, ପୁତ୍ରଟି ତା ଭାଗ୍ୟରେ ଥାଇ। ହୋଇବ ନିଶ୍ଚୟ ଜନମ, 12 ଗୋଟି ଯେ ବର୍ଷ ଜାଣ। ଜନମ ହୋଇ ସେ ରହିବ, 13ରେ ତାର ମୃତ୍ୟୁ ହେବ। କି ଲାଭ ତାହାର ହୋଇବ, ଆମ୍ଭର କୀର୍ତ୍ତି ନାଶ ଯିବ। ଦେଖ ହୋ ନାରର ଘରଣୀ, ଜୀବ ପାଇଛି ତତକ୍ଷଣି। ପଦ୍ମ ପାଇଣ ଖୁସି ହେଉ, ଏହି ଜନମ ତାର ଯାଉ। ହୋଇବ 7 ଜନ୍ମ ଶେଷ, ତାପରେ ଦୁଃଖ ହେବ ଶେଷ। ନଥିଲା ପୁତ୍ର ମୋ କପାଳେ, ବିଧାତା ଲେଖିଲାର ବେଳେ। କାହୁଁ ଯେ କୋଳେ ଦେଲ ପୁର, ଏବେ ହୋ ହେବ ମୃତ ତାର। ମରିବା ଠାରୁ ଯେ ଘୋଷଡ଼ା, ଝଣାଠୁ ଅବଶ୍ୟ ଆମ୍ପୁଡ଼ା। ବାଧିବ ଅତୀତ କଷଣ, ଜନମ ଠାରୁ ସେ ମରଣ। ଏମନ୍ତ କଷ୍ଟ ଥିଲା ମୋର, ଜାଣି ଯେ ଥିଲା ହେ ଈଶ୍ୱର। ଦେଇ ଯେ ନେଉଛ ଉଠାଇ, ୟାଠାରୁ ଦୁଃଖ କାହିଁ ମହି। ବାହୁନି ଯେ ମା ରତ୍ନମଣି, ତାଠାରୁ କିଏ ଅଭାଗିନୀ। ସହିଲା କଷ୍ଟ ଯେ ତାହାର, କୋଳରୁ ପୁତ୍ର ନେଲା ତାର। ଏମନ୍ତ ମଥା କୋଡ଼ି ହେବେ, ପୁନଶ୍ଚ ବିଷ ଯେ ଭକ୍ଷିବେ। ଏମନ୍ତ ଗଲା କିଛି ଦିନ, ପୁରିଲା ଗର୍ଭ ମାସ ମାନ। ହୋଇଲା ଉତ୍ତମ କୁମାର, ଅଶେଷ ପୁନରୂପ ତାର।
କାହିଁ ଯେ ମନ୍ତ ସନ୍ତାନ ହୋଇଛି ମହୀରେ ଜନମ। ଉତ୍ସବ ପାଳିଲେ ନାରଣ ମନକୁ ମନ ପ୍ରବୋଧିନ। ଜାଣନ୍ତି ଏ ପୁତ୍ରଟି ପର ନିଶ୍ଚୟ ଯିବ ଯମପୁର। ଗୃହରେ ଭାରି ଜାମୋହର ନ ଜାଣୁ କଥାଟି ସତର। ଶିବ ପାର୍ବତୀ ଗୁଣ ଗୁଣୀ ନାରଣ ଭାବିଲେ ସେ କ୍ଷଣି। ପତ୍ନୀକୁ ଗୋପନେ ଡାକିଲେ ସମସ୍ତ କଥା ଭୁଲାଇଲେ। ସେବା ପୂଜା କରି ବହୁତ ପାଇଲ ସୁନ୍ଦରର ସୁତ। ଏବେ ହେ କହିବାଟି ଶୁଣ ପୁତ୍ର ମହେବ ଅମରଣ। ଶାଳୀ ଯେ ଅଛ ଇ ଗୃହରେ ଯାଉଛି ସଦା କୃଷ୍ଣପୁରେ। କାଶୀ ଅଯୋଧ୍ୟା ବୃନ୍ଦାବନ ମାମୁଁ ଯେ ଘୂରେ ଦୀର୍ଘ ଦିନ। ଧନ ଯେ ଅଭାବ ମୋ ନାହିଁ ଚିନ୍ତିଛି ଏହି କଥା ମୁହିଁ। ପୁତ୍ର ଯେ ହେବ ଦୀର୍ଘ ଆୟୁ ଶେଷକୁ ଦୁଃଖ ଯେ ନ ଥାଉ। କୋଳରେ ହେବ ପୁତ୍ର ତାର ରୂପରେ ରାଜାଙ୍କୁ କୁମର। ଏତକ କହନ୍ତି ଗୋସାଇଁ ଉମା ଯେ ଫଣ ଫଣ ହୋଇ। ମୁହଁକୁ କୁନା କୁନା କଲେ ସ୍ୱାମୀଙ୍କ ପଥ ଆଡ଼ କଲେ। କହିଲେ ମୋର ହେ ଦଇନି ଶୁଣ ହେ ପଞ୍ଚାନନ ଜାଣି। କରନ୍ତୁ ଦୟା ଯେ ତାହାକୁ ଗୋଟିଏ ପୁତ୍ର ଦିଅ ତାକୁ। ବହୁ ସେ ପାଇଲେଣି ଦୁଃଖ ମୋ କଥା ପଞ୍ଚାନନ ଜାଣି। କରନ୍ତୁ ଦୟା ସେ ତାହାକୁ ଗୋଟିଏ ପୁତ୍ର ଦିଅ ତାକୁ। ବହୁ ସେ ପାଇଲେଣି ଦୁଃଖ ମୋ କଥା ପଞ୍ଚାନନ ରଖ। ଉମା ଯେ ଧରିଲେ ଚରଣ ହରସ ହେଲେ ପଞ୍ଚାନନ। ତଥାସ୍ତୁ କହି ଆଖଣ୍ଡଳ ଚାଲିଲେ ବୃଷଭ ପୃଷ୍ଠର। ଏକଥା ଶୁଣିଲା ନାରଣ ଆସିଲା ଭାରି ଜାପାକ୍ଷେଣ। ଭାରି ଯାଯିବ ପାଇଅଛି ନାରଣ ତାଠାରେ ପହଞ୍ଚି। କହିଲା ଶୁଣ ଆଗ ପ୍ରିୟା ଶିବ ଯେ କରି ଗଲେ ଦୟା। ଏହି ଗର୍ଭରେ ହେବ ସୁତ ବର ଦେଇଣ ଗଲେ ନାଥ। ଚାଲ ଫେରି ଯିବା ଘର ସେଠାରେ ନିର୍ମାଣୀ ମନ୍ଦିର। ପୂଜିବି କୈଳାସପତି ନମ ଶିବାୟ ଭଜିନୀତି। ଭାରି ଯା ସହିତ ନାରଣ ଗୃହକୁ କରିଲେ ଗମନ। ସୁଖରେ ଗଲା କେତେ ଦିନ ଶିବଙ୍କୁ କରିଲେ ପୂଜନ। ଗର୍ଭ ଯେ ହେଲେ ରତ୍ନମଣି ଗର୍ଭେ ରହିଲେ ପୁତ୍ର ପୁଣି। ହୋଇଲା 10 ମାସ ଜାଣ ଜନ୍ମିଲା ଏକ ନନ୍ଦନ। ଆନନ୍ଦେ ମାତା ଯେ ବୋଇଲେ ଉତ୍ସବ ମାନ ଭିଆଇଲେ। ବ୍ରାହ୍ମଣେ ଭିକ୍ଷୁକ ଯେ ଜାଣ ଧନ ରତ୍ନ ଯେ କଲେ ଦାନ। ଆନନ୍ଦେ ଗଲା କେତେ ଦିନ ମନରେ ଚିନ୍ତିଲେ ନାରଣ। ଆସିଲା ବିପଦଟି ପୁଣି ଜାଣିଲେ ମୋହର ଘରଣୀ। ଅର୍ଜିଲା ଧନ କୁମୋହର କିଏ ସେ ଭୋଗିବନି କର। ପୁତ୍ରର
ଅଛି ଏକରିଷ୍ଟ ଶ୍ରବଣ କରି ଶିଖ ମୁଖ। ତେଣୁ ହସୁଣ ଗୁଣମଣି ମାମୁଙ୍କ ସାଥିରେ ମେଲାଣି। 30 ବରଷ କୁମର ଯଜ୍ଞାଦି ଧର୍ମ କର୍ମ ତାର। କରିବ ବ୍ରାହ୍ମଣରେ ଦାନ ବସ୍ତ୍ର ଯେ ଅଳଙ୍କାର ମାନ। ତୃପତ କରିବେ ଭୋଜନେ ପୁଅମ ବଞ୍ଚିବ ଗହନେ। ଜନମ ପରେ ଆମ ହେଲା ପାଳନେ ମାମୁଁ ଘୋପୁରେ ଗଲା। ହୋଇଲା ପର ଯେ ଗୋଚରୀ ବଞ୍ଚିବ ଦୀର୍ଘ ଦିନ ଧରି। ଗେରସ୍ତ ଭାରି ଯା ରହିଲେ ପୁତ୍ର ଯେ ମାମୁଁ ସଙ୍ଗେ ଗଲେ। କାଶୀ ବଦରି କାଜେ ନଦିଆ ବିରଜା କ୍ଷେତ୍ର ତୀର୍ଥ ଯାହା। ପୁରୀ ଯେ ବୃନ୍ଦାବନ ପୁଣି ମାମୁଁ ଯେ ଗଲେ ସଙ୍ଗେ ଘେନି। କରିଲେ ତୀର୍ଥ ଯେ ଗମନ ଦାନ ଯେ କରିଲେ ବ୍ରାହ୍ମଣ। ପାଟ ବସ୍ତ୍ର ଯେ ଧନ ମାନ ମାମୁଁ ଯେ କରିଲେ ବଣ୍ଟନ। ଏମନ୍ତେ କରନ୍ତେ ଗମନ ପଡ଼ିଲା ରାଜ୍ୟ ଗୋଟି ଜାଣ। ସେ ରାଜ୍ୟ ଥିଲେ ନରପତି ବିଶେଷ ଅଟଇ ଯେ ଖ୍ୟାତି। ସେ ରାଜା ନାମ ଅନନ୍ତା ତାଙ୍କର ଅଟଇ ସେ ସୁତା। ସୁତାର ନାମ ଇନ୍ଦୁମତୀ ତାହାର ବିବାହ ଯେ ରାତି। ଅନ୍ୟ ଯେ ମଗଧ ନରେଶ ତାହାଙ୍କ କୁମର ଦିନେଶ। ଆସନ୍ତ ବିବାହ ହେବା ପାଇଁ ବୀରବାଦ୍ୟ ଯେ ବାଜୁଥାଇ। ଆସନ୍ତି ସାମନ୍ତ କୋଣିଆ ଶୋଭା ଯେ ହୁଅ ଇଚ୍ଛାନିଆ। ବର ଯେ ଅଟଇ ହୋ କଣା କନ୍ୟା ଘରକୁ ନାହିଁ ଜଣା। କନ୍ୟା ଯେ ଜାଣିଲା ଗୋପନେ ବିବାହେ ନିଶ୍ଚୟ କଷଣେ। ଭୋଗିବ ଅନେକ ଦୁର୍ଦ୍ଦଶା ଜୀବନ ସାରା ରାହୁ ଦଶା। ଜାଣିଲେ ତହୁଁ ପିତା ମାତା ମଥାରେ ପଶିଲା କି ଚିନ୍ତା। ଏଥୁ ଉପାୟ କିସ ହେବ ମଙ୍ଗୁଳା କନ୍ୟା କି ରହିବ। ଅପରେ ବର ପିତା ଜାଣ ଖୋଜୁଛି ଉପାୟ ବହନ। ପାଆନ୍ତି ଯେବେ ଅରକ୍ଷିତ ତା ସାଥେ ବିବାହ ନିଶ୍ଚିନ୍ତ। ବର ବଦଳି ବର ନେବି ବିବାହ କାର୍ଯ୍ୟ ସମର୍ପିବି। ବିବାହ ଅନ୍ତେ ପୁତ୍ର ମୋର ସ୍ୱାମୀ ହୋଇବ ଏ କନ୍ୟାର। ଏମନ୍ତ ଭାବି ବର ପିତା ଗମନେ କରୁଥାଇ ଚିନ୍ତା। ଏହି ସମୟରେ ରାସ୍ତେ ଜାଣ ଦେଖିଲେ ନାରଣ ନନ୍ଦନ। ଦେବ ପୁରୁଷ ବଳି ରୂପ ବସ୍ତ୍ର ଯେ ପିନ୍ଧିଛି ଅଳପ। ଏହାକୁ ପଥୁ ଧରି ନେବି ୟା ସାଥେ କନ୍ୟା ବିଭା ଦେବି। ତାହା ଯେ ମନେ ଗୁଣି ଗୁଣି ମାମୁଁର ପାଶେ ନରମଣି। କହିଲେ ଶୁଣ ଆହେ ବାବୁ ମୋର କନ୍ୟାକୁ ବିଭା ଦେବୁ। ମଗଧ ନରେଶ ଯେ ମୋହି ମୋର କନ୍ୟାର ବିଭା ପାଇଁ। ବରିଣ ଥିଲି ଯେଉଁ ବର ସେ ବର ଜଣା ଯେ ସତର। ଏମନ୍ତ ବୋଲି ନର ଈଶ
କହିଲା ମାମୁଁଙ୍କୁ ବିଶ୍ୱାସ, ବିବାହ ଅନ୍ତେ ତୁ ଜାଣିବୁ, ଲକ୍ଷେ ମାଣକ ଧନ ନେବୁ। କହି ଯେ ଦେବି ବାକି ଲୋକ, ମାନିବେ ତୋତେ ବହୁ ଲୋକ। ଆଜିକି ଲାଗିବର ହେବ, କାଲିକି ଘରେ ମନ ଥିବ, ଧନ ରଜି ଫେରିଯିବ, ଗୃହରେ ଆନନ୍ଦ ହୋଇବ। ମାମୁଁ ଯେ ଜାଣିଲେ ନରେଶ, ମନେ ଯେ ହୋଇଲେ ବିରସ। ମାନିଲେ ଭଲ ହେବ ଜାଣ, ନହେଲେ ଦଣ୍ଡଟି ନିଧନ। ଏମନ୍ତ ଛାଡ଼ି ଅଡ଼ୁଆକୁ, ବିପଦ ନେବି ମୁଁ ମୁଣ୍ଡକୁ। ପରରାଇ ଯେ ଗଣ୍ଡଗୋଳ, ନୁହଁ ଯେ ଚାଲାଖି ବିଚାର। ମାମୁଁ ଯେ ରାଜି ହୋଇଗଲେ, ଭଣଜା ବସି ସବାରିରେ। ପାଟ ମଠାରେ ସେ ମଣ୍ଡଣି, ସ୍ୱର୍ଗର ଇନ୍ଦ୍ରଠାରୁ ଜିଣି। କାନ୍ତି ଝଟକ ପୂରବ, ସତେ କି ବିଜୟ ମାଧବ। ଏମନ୍ତ ରୂପେ ବର ଗଲା, କନ୍ୟାକୁ ବିବାହ କରିଲା। ବେଦି ମଣ୍ଡପେ ଇନ୍ଦୁମତୀ, କହିଲା ଶୁଣ ଜ୍ୟୋତିପତି। ଦେଖିଲା ତୁମ୍ଭର ନୟନ, ସବୁକୁ କରୁଛି ଦର୍ଶନ। ନାରଣ ସନ୍ତାନ କହଇ, ରାଜାର ପୁଅ ନୁହେଁ ମୁହିଁ। ବର ବଦଳ ବର ହୋଇ, ମୋତେ ଆଣିଛି ନରସାଇଁ। ବିବାହ ପରେ ମୁହିଁ ପୁଣ, ଭ୍ରମିବି ମୋହର ଗ୍ରାମୀଣ। 12 ବରଷ ଗଡ଼ିଗଲେ, 13ରେ ମୃତ୍ୟୁ ହେବ ଭଲେ। ତେଣୁ ମୋହର ମାତା ପିତା, କରିଲେ ବହୁତ ଯେ ଚିନ୍ତା। ଏମନ୍ତ ସମୟେ କୈଳାସେ, ପାର୍ବତୀ ପଚାରନ୍ତି ରୋଷେ। ଏତେ ଯେ କଲା ସେବା ତୁମ, ତଥାପି କର୍ମ ତାର ବାମ। 12 ବରଷ ଯାଏ ପୂତ, ତାପରେ ହୋଇବ ଯେ ମୃତ। ଏମନ୍ତ ବର ଦେବା ତୁମ, ଅଟଇ ନିଶ୍ଚୟ ଧର୍ମ। ତାହାର ପ୍ରତିକାର କର, ନହିଲେ ଅଧର୍ମ ଆମ୍ଭର। ଜଗତେ ହୋଇବ ଯେ ନିନ୍ଦା, କରିବେ ନାହିଁ ତୁମ୍ଭ ପୂଜା। ତେଣୁ ମୋହର ଅନୁନୟ, ଶୁଣନ୍ତୁ ବାରକେ ନିଶ୍ଚୟ। ଏପାଇଁ କର ଯେବେ ପଥ, ସତ୍ୟ ଯେ ତୁମ୍ଭେ ପଞ୍ଚମାଥ। ଉମା ଯେ କହିଲେ ବାଣୀ, ହରଷ ଚିତ୍ତେ ଶୂଳପାଣି। କହିଲେ ପ୍ରିୟେ ଶୁଣ ମୋର, ଏମନ୍ତେ ନାରଣ କୁମର। ବରଷ ହେଲେ 12 ବିବାହ ନିଶ୍ଚୟ ତାହାର। ଯାହାକୁ ବିବାହ କରିବ, ସେ ଯେ ବିଧବା ସେ ନହିବ। ସଧବା ଯେବେ ହେବ ନାରୀ, ସ୍ୱାମୀ ତା ମରିବ କିପରି। ହେଲା ଯେ ବିଧାତା ଭିଆଣ, ତୁମ୍ଭ ଭଙ୍ଗେ ମୋର ମିଳନ। ଏମନ୍ତ ଶୁଣିଲେ କୁମାରୀ, ହୃଦୟ ଆନନ୍ଦରେ ଭରି। ବିବାହ ସମସ୍ତ ହୋଇଲା, କୁମାରୀ କନ୍ୟା ବେଶ ହେଲା। କହିଲା ପିତାଙ୍କୁ ଡକାଇ, ମଗଧନରେ ସକୁ ଯାଇ। କୁହନ୍ତୁ ଯାଆନ୍ତୁ ଏଥର, କନ୍ୟା ରହିବ ମୋର ପୁର।
ପଡ଼ିଲା ତୁମ ସହ ଜଣା, ଏ ନୁହେଁ ତୁମ୍ଭ ପୁତ୍ର କଣା। ଶୁଣିନ ରାଜା ଜେୟ ହନ୍ତା, ମୁଣ୍ଡରେ ପଡ଼ିଲା ଯେ ଚିନ୍ତା। ଗର୍ଜନ ତର୍ଜନ ରାଜନ, କରିଲେ ବହୁ ଭାବେ ଜାଣ। ଲଜ୍ଜାରେ ମଗଧନରେ ସ, ଫେରିଲେ ହୋଇ ଅବିଶ୍ୱାସ। ଶିଶୁପାଳ ଯେ ହୋଇଲା, ମଗଧ ରାଜ୍ୟରେ ସେ ପିଲା। ଆନନ୍ଦେ ହୋଇଲେ ଶାଳକ, ଠାକୁରେ ଶୁଣିଲେ କି ଡାକ। ନାରଣ ଭାଗ୍ୟ ବଦଳିଲା, ଅପୁତ୍ରୀ ଦୋଷ ତାର ଗଲା। ବିଭା ହେଲା ଯେ ରଜା ଘରେ, ଶୁଣିଲେ କୈଳାସ ଠାକୁରେ। ଶିବ ଠାକୁର ଗୁଣ ଗୁଣି, କରିଲେ ଉପଚାର ଭାରି। 16 ସୋମବାର ବ୍ରତ, କରିବା ନିମନ୍ତେ ନିଶ୍ଚିତ। ନାରଣ କହିଥିଲା ଜାଣ, ସବୁକୁ କରିଲା ବିଭ୍ରମ। ପୁତ୍ର ପାଇଣ ଭୋଳ ହେଲା, ଶିବଙ୍କ ବ୍ରତ ପାସରିଲା। ଏମନ୍ତେ ବିତିଲା ବରଷ, 5ଟି ଗଲା ହୋଇ ଶେଷ। ଏପରି ସମୟ ଆସିଲା, ପୁତ୍ର ଯେ ଘରେ ଶୋଇଥିଲା। ଆସିଲା ମାଡ଼ି କାଳ ଜ୍ୱର, ହଠାତ୍ ମଲା ତାକୁ ମର। ବିଧବା ଭିଆଇଣ ଦେଲା, ଅକାଳେ ମଲା ତାର ପିଲା। ଅତୀତ ନାରଣ ହେଜିଲା, କୈଳାସପତିଙ୍କୁ ଡାକିଲା। କରିଛି ମୁହିଁ ଅପରାଧ, ମୋ ଦୋଷ ଆପଣେ କ୍ଷମିବ। ଏମନ୍ତ ଚିନ୍ତାରେ ନାରଣ, ଡକାଇ ଶାଳକକୁ ଜାଣ। କାଶୀକୁ ଶବକୁ ବୋହିଲା, ମନ୍ଦିର ନିକଟେ ଥୋଇଲା। ମଥା ବାଡ଼େଇ ଯେ ନାରଣ, କାନ୍ଦିଲା ରଖ ପଞ୍ଚାନନ। 16 ସୋମବାର ବ୍ରତ, କରିବି କହୁଛି ନିଶ୍ଚିନ୍ତ। ଏମନ୍ତ ଡାକିଣ ନାରଣ, କଲା ଯେ ବ୍ରତ ଆୟୋଜନ। ଡକାଇ ସୁଦକ୍ଷ ବ୍ରାହ୍ମଣ, କଲା ଯେ ବ୍ରତର ବିଧାନ। 10,000 ବ୍ରାହ୍ମଣଙ୍କୁ, ଆମନ୍ତ୍ରୀ ଆଣିଲା ପାଖକୁ। ଯଜ୍ଞର କଲା ଆୟୋଜନ, ବିଧିରେ ପୂଜେ ପଞ୍ଚାନନ। ବ୍ରତ ଯେ ହେଲା ସମାପନ, କୈଳାସେ ଥିଲେ ପଞ୍ଚାନନ। ପାର୍ବତୀ ବିନୟ କହନ୍ତି, ଏଥକୁ କିମ୍ପା ଆଉ ଚିନ୍ତି। ମୂରୁଖପଣରେ ଭୁଲିଲା, ଭାଗ୍ୟରେ ଥିଲା ଯେ ଭୋଗିଲା। ଏଥର ସନ୍ତୋଷ ହୋଇଣ, ଦିଅନ୍ତୁ ପୁତ୍ରର ଜୀବନ। ଉମାଙ୍କ ବିନୟରେ ହର, କରିଲେ ନାରଣ ବିଚାର। କରିଲୁ 16 ସୋମବାର, ଏଥର ପୁତ୍ର ବଞ୍ଚୁ ତୋର। ମରଣ ମୁଖେ ଯେ ନନ୍ଦନ, ଡାକିଲା ରଖ ପଞ୍ଚାନନ। ଏମନ୍ତ ଦେଖି ସର୍ବଜନ, ଆନନ୍ଦେ କରିଲେ କୀର୍ତ୍ତନ। ମରିଲା ପୁତ୍ର ତା ବଞ୍ଚିଲା, 16 ସୋମବ୍ରତ କଲା। ଜୟ ଜୟ ହେ ପଞ୍ଚାନନ, ଶରଣ ଗଲା ଯେ ବିପିନ। ଶରଣ ଗଲି ଉମାପତି, ମୋହର ଏତିକି ବିନତି। ଓಂ ନମ ଶିବାୟ କହି, ସମସ୍ତେ ପ୍ରସାଦକୁ ଖାଇ।
ବାହୁଡ଼ି ଗଲେ ନିଜ ଘର। ସମାପ୍ତ 16 ସୋମବାର। 16 ସୋମବାର ବ୍ରତବିଧି। ଏମନ୍ତ ଦିନେ ପଞ୍ଚାନନ ସ୍ୱର୍ଗକୁ କରନ୍ତେ ଗମନ। ସଙ୍ଗତେ ପ୍ରିୟ ଶ୍ରୀ ପାର୍ବତୀ ସଙ୍ଗତେ ହେଲେ ପଶୁପତି। ଭ୍ରମଣ କରନ୍ତେ କରନ୍ତେ ପହଞ୍ଚି ବିଦର୍ଭ ଜଗତେ। ଅମରାବତୀ ଯେ ନଗର ସେଠାରେ ପହଞ୍ଚି ମନ୍ଦିର। ବିଦର୍ଭ ରାଜା ନିର୍ମାଣିଲେ ଈଶ୍ୱର ସେଠାରେ ଦେଖିଲେ। ତାହାଙ୍କ ନିମନ୍ତେ ନିର୍ମାଣ କରିଲେ ବିଦର୍ଭ ରାଜନ। ପ୍ରିୟାଙ୍କ ସହ ଉମାପତି ମନ୍ଦିରେ ହେଲେ ଉପସ୍ଥିତି। ନିବାସ କଲେ ସେହିଠାର ଉମାଙ୍କ ସହିତ ଈଶ୍ୱର। ଶୋଭାରେ ମୋହିତ ହୋଇଲେ ଉମା ଯେ ଶ୍ରଦ୍ଧାରେ ବୋଇଲେ। ଶୁଣନ୍ତୁ ମୋର ପ୍ରାଣ ପ୍ରିୟ ଏଠି ଯେ ଖୋଳିବା ନିଶ୍ଚୟ। ପସାର ଖେଳ ଠାରେ ମନ ହୋଇଛି ଆହେ ପ୍ରାଣ ଧନ। ହସିଲେ ତହୁଁ ଉମାଈଶ ଶୁଣନ୍ତ ଖେଳର ରହସ୍ୟ। ଏମନ୍ତ ସମୟ ବ୍ରାହ୍ମଣ ମନ୍ଦିରେ ପହଞ୍ଚି ଯେ ସନ। ନୟନେ ଦେଖିଲା ବ୍ରାହ୍ମଣ ପବିତ୍ର ହେଲା ତା ନୟନ। ପ୍ରଣାମ କଲା ଭକ୍ତି ଭରେ କି ଭାଗ୍ୟ ଜୁଟିଲା ସେଠାରେ। ମନରେ ଭାବ ତାର ହେଲା କି ଭାଗ୍ୟ ଆଜିଟି ଜୁଟିଲା। ଭାଗ୍ୟରେ ଥିଲେ ସିନା ଫଳ ଦିଅନ୍ତି ଜଗତ ଈଶ୍ୱର। ଏମନ୍ତ ଭାବୁଛି ବ୍ରାହ୍ମଣ ପାର୍ବତୀ କଲେ ଯେ ପ୍ରସନ୍ନ। ଆହୋ ବ୍ରାହ୍ମଣ କୁହ ମତେ ଖେଳରେ ହାରିବ କେଶତେ। ବ୍ରାହ୍ମଣ ହୋଇ ଗଦ ଗଦ କହିଲା ନିଶ୍ଚେ ମହାଦେବ। ଜିତିବେ ପସାରେ ନିଶ୍ଚୟ ଏକଥା ଅଟଇ ସତର। ସତକୁ ସତ ପଞ୍ଚାନନ ଖେଳରେ ହେଲେ ଜିତା ଜାଣ। ପାର୍ବତୀ ହୋଇ ଅପମାନ କହିଲେ ଶୁଣରେ ବ୍ରାହ୍ମଣ। ମୋହର ହରିବାର କଥା କହିଲ ନହିଲା ଅନ୍ୟଥା। ତୋ କଥା ସତ୍ୟ ଯେ ହୋଇଲା ସତ୍ୟ ଯେ ବହୁତ ବାଧିଲା। ତେଣୁ ଭୋଗ ମୋ ଅଭିଶାପ କୁଷ୍ଠରେ ହୋଇବୁ ତୁ ନାଶ। ଏମନ୍ତ ଅଭିଶାପ ଦେଇ ପାର୍ବତୀ ସଙ୍ଗେ ଉମା ସାଇଁ ଚଳିଲେ କୈଳାସ ପର୍ବତେ। ଏମନ୍ତେ କେତେ ଦିନ ଅନ୍ତେ କୁଷ୍ଠ ଯେ ବ୍ୟାପିଲା ଶରୀର। ବ୍ରାହ୍ମଣ ହୋଇଲା ଅଧୀର ଶରୀର ରୋଗରେ ଯନ୍ତ୍ରଣା। ବ୍ରାହ୍ମଣେ ହୋଇଲା ଯେ ବଣା। ଏମନ୍ତ ଭୀଷଣ ଭୋଗଇ କଷ୍ଟ ସେ ସହି ନ ପାରଇ। ଦିନକୁ ଦିନ ଯାଏ ବିତି ବ୍ରାହ୍ମଣ କଷ୍ଟ ପାଉଥାନ୍ତି। ଦିବାଲୋକକୁ ଅପସରି ଆସିଲେ ଶିବ ପୂଜା କରି। ବ୍ରାହ୍ମଣ ବସିଛି ମନ୍ଦିରେ ନୟନ ଲୋତକ ଯେ ଝରେ। ଅପସରି ହୋଇଲା ବିଷ୍ମ ଏକି ହୋଇଲା ଦ୍ୱିଜ ବର। ଦ୍ୱିଜ ଯେ କହଇ ଦୁଃଖରେ ଆସିଲେ ପାର୍ବତୀ ଈଶ୍ୱରେ। ଆନନ୍ଦେ ଖେଳିଲେ ଯେ ପାଲି ପଚାରେ ଶିବଙ୍କ ଘରଣୀ।
କହିବୁ ବ୍ରାହ୍ମଣ ଯେ ତୁହି ଖେଳରେ କିଏ ଜିତିବଇଁ। ମୁହିଁ ଯେ ଛନ୍ଦ ଜାଣେ ନାହିଁ କହିଲି ମନ୍ଦ ମନ୍ଦ ହୋଇ। ଜିତିବେ ନିଶ୍ଚୟ ପଞ୍ଚାନନ ପୁଛିଲେ ଯଦି ମାତ ଶୁଣ। ସତକୁ ଘଟିଲାଟି ତାହା ମାତାଙ୍କ ଅଭିଶାପ ଏହା। କର୍ମ ବସଣେ ସଞ୍ଚୁଅଛି କର୍ମ କଷଣେ ସଞ୍ଚୁଅଛି। ରୋଗ ଯେ ଧୀରେ ବଢ଼ୁଅଛି ଏଥକୁ ନାହିଁ ଯେ ଉପାୟ। ମରିବି ରୋଗେ ଯେ ନିଶ୍ଚୟ। ଏକଥା ଶୁଣି ଅପସରି କହନ୍ତି ଶୁଣ ଆଗୁସାରି। ମୋହର କଥା ମାନ ତୁହି ଶିବଙ୍କ ଉପାସନା ପାଇଁ। 16 ସୋମବାର ବ୍ରତ ଏ ବ୍ରତ କର ତୁ ନିଶ୍ଚିନ୍ତ। ଆରୋଗ୍ୟ ହୋଇବ ଶରୀର ଦୟା ଯେ କରିବେ ଈଶ୍ୱର। ବ୍ରତର ପୂଜା ବିଧିମାନ ଅପସରି ଠାରୁ ବ୍ରାହ୍ମଣ। ଶୁଣିନ ବିଧି ମତେ କଲା କୁଷ୍ଠ ରୋଗରୁ ମୁକ୍ତ ହେଲା। ପବିତ୍ର ଶୁଦ୍ଧ ବସ୍ତ୍ର ଜାଣ ପିନ୍ଧିବ ବ୍ରତ କଲା ଦିନ। ଆଣିବ ଅଟା ଯେ ଗହମ କରିବ 3 ଭାଗ ଜାଣ। ଘୃତ ଶର୍କରା ଘେନି କରି ନୈବେଦ୍ୟ କରିବ ତିଆରି। ଚନ୍ଦନ ଅକ୍ଷତ ପୁଷ୍ପାଦି ଦୀପ ଜଳା ଯେ ଅଟେ ବିଧି। ପ୍ରଦୋଷ କାଳେ ଭଗବାନ ଈଶ୍ୱର ପୂଜାର ବିଧାନ। ନୈବେଦ୍ୟ ଦେଇ ପଞ୍ଚାନନ ପୂଜାର ଶେଷରେ ବାଣ୍ଟିଣ। ସେଠାରେ ଥିଲେ ଯେତେ ଜନ ପ୍ରସାଦ ଦେବ ହୋ ବାଣ୍ଟିଣ। ତାପରେ ପ୍ରସାଦ ପାଇବ ଓମ୍ ନମ ଶିବାୟ କହିବ। ଏମନ୍ତ 16 ସୋମବାର ଏମନ୍ତ ବ୍ରତ ଯେ ଭିଆଣ। ଶ୍ରଦ୍ଧାରେ କରିଲେ ବିଧାନ ଶରୀରୁ ରୋଗ ଦୂର ଜାଣ। ଏକଥା କହି ଅପସରି ଫେରିଲେ ଶିବ ପୂଜା କରି। ବ୍ରାହ୍ମଣ ମାନିଲା ସତତ କରିଲା 16 ସୋମ ବ୍ରତ। ଶରୀର ରୋଗ ଶୂନ୍ୟ ହେଲା ବ୍ରାହ୍ମଣ ଆନନ୍ଦେ ରହିଲା। ଏମନ୍ତ ସମୟେ ଶ୍ରୀହର ଆସିଲେ ପୁନଶ୍ଚ ମନ୍ଦିର। ସାଥିରେ ପ୍ରାଣ ପ୍ରିୟା ଉମା ଶୁଣନ୍ତୁ ତାହାଙ୍କ ମହିମା। ମନ୍ଦିରେ ପ୍ରବେଶିଲେ ଯାଇ ଦେଖିଲେ ବ୍ରାହ୍ମଣ ଗୋସାଇଁ। ଆଶ୍ଚର୍ଯ୍ୟ ପାର୍ବତୀ ହୋଇଲେ ବ୍ରାହ୍ମଣ କୁଷ୍ଠ ଶୂନ୍ୟ ଭଲେ। ପୁଛିଲେ କିସ ହେ ଗୋସାଇଁ ମୋ ସାପ ପାଳିଲା ତ ନାହିଁ। କାହାର ବର ଯେ ପାଇଲ କୁଷ୍ଠ ରୋଗରୁ ମୁକ୍ତ ହେଲ। ବ୍ରାହ୍ମଣ କରିଲେ ପ୍ରଣାମ କହିଲେ ମାତ ତୁମ୍ଭେ ଶୁଣ। କରିଲି 16 ସୋମ ବ୍ରତ ଈଶ୍ୱର ହୋଇଲେ ଯେ ତୁଷ୍ଟ। 16 ସୋମବାର ଜାଣ କରିଲେ ରୋଗ ହୁଏ ଶୂନ୍ୟ। ଶିବଙ୍କ ମହିମା କୀର୍ତ୍ତନ ପାଇବ ମୋଘ ବଚନ। ପାର୍ବତୀ ଶୁଣି ଆଚମ୍ବିତ 16 ସୋମବାର ବ୍ରତ।
ମେଳା ଯେ ଦେଖା ଶୁଣା ନାହିଁ, କରିଲ ତୁମେ ହୋ ଗୋସାଇଁ। ଶିବଙ୍କ ଇଚ୍ଛାରେ ବ୍ରାହ୍ମଣ, କରିଛ ବ୍ରତର ଭିଆଣ। ପାର୍ବତୀ ବୋଲନ୍ତି ବଚନ, କେମନ୍ତ ବ୍ରତର ବିଧାନ। ବ୍ରାହ୍ମଣ ବୋଲେ କର ଯୋଡ଼ି, କରିବ ଏ ବ୍ରତକୁ ଧରି। ନିଷ୍ଠାରେ କରିବ ଏ ବ୍ରତ, 16 ସୋମବାର ନିଶ୍ଚିତ। ପୂଜାର ପୂର୍ବ ଦିନ ଠାର, ରହିବ ନିଶ୍ଚୟ ନିଷ୍ଠାର। ପରଦିନ ସେ ସୋମବାର, କରିବ ଏ ବ୍ରତ ସାର। ଗହମ ଅଟା ଯେ କରିବ, ତାହାକୁ 3 ଭାଗ କରିବ। ଘୃତ ଶର୍କରା ଯେ ମିଶାଇ, କରିବ 3 ଭାଗ ନେଇ। ଚନ୍ଦନ ଅକ୍ଷତ ଆହୁତି, ବିଲ୍ୱପତ୍ର ଓ ପୁଷ୍ପ ଧରି। ସ୍ନାନକୁ କରାଇ ଯତନେ, ପୂଜିବ ଈଶ୍ୱର ବିଧାନେ। 3ଟି ଗହମର ଗୁଳା, ସେଥିରୁ 2 ଗୋଟି ଭଲା। ବ୍ରତର ପାର୍ଶ୍ୱେ ଯେହୁଥିବେ, ଭୋଗକୁ ବ୍ରାହ୍ମଣ ଯେ ଦେବେ। ଆଉ ଯାହା ରହିଲା ପାତ୍ରରେ, ତାହାକୁ ପାଇବ ବ୍ରତରେ। ମନରେ ଯାହା ମନାସିବ, ନିଶ୍ଚୟ ଫଳ ତା ପାଇବ। ଯେତେ ଯେ ହେବ ରୋଗ ଜାଣ, ଏଠାରେ ଭକ୍ତ ଅଛି ଜାଣ। ଧନ ଜନ ଯେ ମାଡ଼ି ଯାଇ, ଏହାକୁ ଫଳ ବ୍ରତ କହି। ଫଳ ଯେ ନିଶ୍ଚୟ ଫଳିବ, ଏମନ୍ତ ବିଧାନ କରିବ। ଶେଷ ଯେ ସୋମବାର ହେବ, ଏ ସୋମ 17ରେ ପଡ଼ିବ। 17 ସୋମବାର ଜାଣ, 5 ସେରର ଅଟାଣ। ଘୃତ ଶର୍କରା ମିଶାଇଣ, ଚୁରୁମା 3 ଭାଗ ଜାଣ। ପ୍ରସ୍ତୁତ କରିବ ଭକ୍ତିରେ, ଏକକ ଭାଗ ଯେ ଈଶ୍ୱରେ। ଅନ୍ୟ ଯେ 2 ଭାଗ ଜାଣ, ଭକ୍ତଙ୍କୁ ଦେବଟି ବାଣ୍ଟିଣ। ଏମନ୍ତ 16 ସୋମବାର, ପୂଜିବ ଭୋଳା ମହେଶ୍ୱର। ବ୍ରାହ୍ମଣ ଠାରୁ ଶୁଣି ବାଣୀ, ପୁଛନ୍ତି ଦକ୍ଷଙ୍କ ଦୁଲଣୀ। ବ୍ରତ ଯେ କରିବା କାରଣ, ଭାବନ୍ତି ପାର୍ବତୀ ଯେ ଜାଣ। ତାହାଙ୍କ ଠାରେ ରୁଷ୍ଟ ହେଇ, କାର୍ତ୍ତିକ ମାତାଙ୍କୁ ପୂଜଇ। ଏମନ୍ତ ରହସ୍ୟ କାରଣ, କରିଲେ ପାର୍ବତୀ ଜାଣ। କାର୍ତ୍ତିକେୟ ଯେହା ଜାଣି, ପୁଛନ୍ତି ମାତା ମାହେଶ୍ୱରୀ। କହିବ ଏହାର କାରଣ, 16 ସୋମ ବ୍ରତ ଜାଣ। ପାର୍ବତୀ କହନ୍ତି କୁମାର, ଆକର୍ଷିତ ମନ ମୋହର।
ତୁମକୁ ଆକର୍ଷି ଆଣଇ ତୁମର ପୂଜା ପାଇ ମୋହି 16 ସୋମ ବ୍ରତ ଜାଣ କରିଲେ ଫଳ ହୁଏ ଜାଣ କାର୍ତ୍ତିକ ହେମନ୍ତ ଜାଣିଲେ ଏ କଥା ବ୍ରାହ୍ମଣେ କହିଲେ ହେ ବନ୍ଧୁ ଶୁଣ ମୋ ବଚନ କର ତୁ 16 ବ୍ରତ ଜାଣ ତ୍ରିଦେଶେ ସୁଫଳ ପାଇବ ଅଶେଷ କୀର୍ତ୍ତି ଅରଜିବ ମିତ୍ର ବ୍ରାହ୍ମଣ ଏହା ଶୁଣି ମନର ମଧ୍ୟେ ଓଷାଗୁଣି ବାହାରି ଗଲା ସେ ବିଦେଶ ଶୁଣିଲା ନିକଟର ଦେଶ ଅଛନ୍ତି ଯେ ରାଜେ ରାଜନ ତାହାଙ୍କ ଏକ କନ୍ୟା ଜାଣ ତାହାଙ୍କ ସ୍ୱୟଂବର ହୁଏ ଆସନ୍ତି ବହୁ ରାଜା ପୁଏ ଇଚ୍ଛା କେ କଲା କି ବ୍ରାହ୍ମଣ ସ୍ୱୟଂବରକୁ ଦେଖ ଜାଣ ଗଲା ଯେ ରାଜସଭା ସେହି ଏକକେ କଡ଼େ ବସିଥାଇ ହୋଇଲା ସ୍ୱୟଂବର ସଭା ହୋଇଲେ ରାଜ କନ୍ୟା ଉଭା ବରଣମାଳା ଧରି କରେ ସଭାରେ ପହଞ୍ଚି ସତରେ ବ୍ରାହ୍ମଣ କଣ୍ଠରେ ବରଣ ମାଳାକୁ ଦେଲା ଯେ ଯତନ ରାଜା ଯେ ସନ୍ତୋଷ ହୋଇଲେ ତାହାକୁ କନ୍ୟା ସମର୍ପିଲେ ଆନନ୍ଦେ ବିଦାୟ କରିଲେ ଅନେକ ଧନ ରତ୍ନ ଦେଲେ ଆନନ୍ଦେ ଫେରିଲେ ସଦନ ସମୟ କାଟିଲେ ଯତନ ଏମନ୍ତ ଗଲା କେତେ ଦିନ କୁମାରୀ ପୁଛନ୍ତି ପ୍ରସନ୍ନ ହେ ପ୍ରାଣନାଥ କୁହବାରେ କଥାଏ ପଚାରେ ସତରେ କି ପୁଣ୍ୟ କରିଥିଲା ସତେ ହସ୍ତିନୀ ପ୍ରାପ୍ତି ହେଲା ସତେ ରାଜକୁମାର କେତେ ଥିଲେ ତୁମକୁ ବରିପତି ତୁଲେ ଆସିଲି କୁଳ ବୋହୂ ହୋଇ କି ପ୍ରଭାବ ଥିଲା ମୋ ଠାଇଁ ବ୍ରାହ୍ମଣ ପୁତ୍ର ଯେ ବୋଲଇ ଶୁଣ ମୋ ପ୍ରାଣ ପ୍ରିୟା ସହି ମିତ୍ର ମୋ କାର୍ତ୍ତିକେୟ ଜାଣ ପିତା ଅଟନ୍ତି ପଞ୍ଚାନନ ମାତା ଯେ ପାର୍ବତୀ ଅଟନ୍ତି ତାହାଙ୍କ କରୁଣା ମୋ ପ୍ରତି ଲଭିଲି ତୁମର ହୃଦୟ ଭାଗ୍ୟକୁ ଜିଣିଛି ନିଶ୍ଚୟ କାର୍ତ୍ତିକ କହିଥିଲେ ମୋତେ 16 ସୋମବାର ବ୍ରତେ ମନକୁ ଏକ ଲୟ କରି ପୂଜିଲି ଶଙ୍କର ଗୌରୀ ଲଭିଲି ରାଜାଙ୍କ ନନ୍ଦିନୀ କଳି ଯୁଗରେ ହାଜାଣି ପୂଜାର ବିଧାନ ଶୁଣିଣ ହସ୍ତିନୀ କୁହନ୍ତି ଏସନ 16 ସୋମବାର ବ୍ରତ କରିବି ମୁହିଁ ହେ ନିଶ୍ଚିନ୍ତ ବହୁ ପୁତ୍ର ଯେ ହେବ ମୋର ହସ୍ତିନୀ କରନ୍ତି ବିଚାର ତେଣୁ କରିବେ ବ୍ରତ ସେହି 16 ସୋମବ୍ରତ ଏହି ଜାଣିଲେ ଯେ ରାଜକୁମାରୀ
କରିବ ସମବ୍ରତ ବୋଲି ପ୍ରସନ୍ନ ହୋଇଲେ ଈଶ୍ୱର। ତା କୋଳେ ଦେଲେ କୁମର ଏମନ୍ତ କୁମର ଯେ ଜାଣ କ୍ରମଶ ହୋଇଲା ବିଦ୍ୱାନ। ପୁଛିଲା ମାଗେ ତାର ଶୁଣଲୋ ଜନନୀ ମୋହର। ତୋହର 16 ସମବ୍ରତ ବିଦ୍ୱାନ କରିବା ମତେ ତ କହ ଗୋ ପ୍ରିୟା ମାତା ମୋର। 16 ବ୍ରତ ସମବାର କରିବି ରାଜ୍ୟାଧିକାର। କିପରି ବ୍ରତ ହେବ ତାର ପୂରଣ କରିବି ମୁଁ ବ୍ରତ। ଏମନ୍ତ କହନ୍ତେ କୁମର ହସ୍ତିନୀ କହନ୍ତି ଏଥର। କହ ଗୋ ପ୍ରିୟା ମାତା ମୋର 16 ବ୍ରତ ସମବାର କରିବି ରାଜ୍ୟାଧିକାର। କିପରି ବ୍ରତ ହେବ ତାର ପୂରଣ କରିବି ମୁଁ ବ୍ରତ। ଏହା ମୋ ହୃଦୟେ ଉଦିତ ଏମନ୍ତ କହନ୍ତେ କୁମର ହସ୍ତିନୀ କହନ୍ତି ଏଥର। ଶୁଣରେ ମୋହର ନନ୍ଦନ 16 ସମବାର ଜାଣ। କରିଲେ ଜାଣ ତୋର ପିତା ଜିଣିଲେ ରାଜ୍ୟ କନ୍ୟା ମାତା। ତେଣୁ ତୁ 16 ସମବାର କର ତୁ ଆପଣା ଭକ୍ତିର। ପାଇବୁ ଅନେକଟି ଫଳ ଏହା ମୁଁ ଜାଣିଛି ସତର। ବ୍ରାହ୍ମଣ ପତ୍ନୀ ଯେ ହସ୍ତିନୀ କହନ୍ତି ପୁତ୍ର ମନ ଜାଣି। ବ୍ରାହ୍ମଣ ପୁତ୍ର ଏବେ ଜାଣ କରିଲା ବ୍ରତର ବିଧାନ। ଏମନ୍ତ ସମୟ ରାଜନ କରିଲା ଦୁବକୁ ପ୍ରେରଣ। ବୃଦ୍ଧ ମୁଁ ହୋଇଲିଟି ଜାଣ ମୋ କୋଳେ ନାହିଁ ଯେ ସନ୍ତାନ। ବସିବ ସିଂହାସନେ ମୋର ପାଳିବ ରାଜ୍ୟକୁ ମୋହର। ମୋର କନ୍ୟାକୁ ବିଭା ଦେବି ରାଜ୍ୟରେ ରାଜା କରାଇବି। ଯା ତୁ ବାବୁ ଦୂତ ମୋର ରାସ୍ତାର ପ୍ରଥମ ଦେଖାର। ଯାହାକୁ ପାଇବୁଟି ବାବୁ ମୋ ପାଖେ ଆଗେ ଭେଟାଇବୁ। ସେ ହେବ ମୋହର ରାଜନ ପାଳିବ ମୋ ଦେଶ ଜୀବନ। ଏସନ କାଳେ ଦୂତ ଯାଏ ପଥକେ ବ୍ରାହ୍ମଣକୁ ପାଏ। ଆଣିଲା ତାହାଙ୍କୁ ଯେ ଧରି ରାଜ୍ୟରେ ପଡ଼ିଗଲା ହୁରି। ନୂଆ ରାଜା ଆସିଲେ କାଲି ଯେ ସିଂହାସନ ନେଇ। କରିବ ପ୍ରଜାଙ୍କୁ ଶାସନ ଜାମାତା ହେବ ଏ ବ୍ରାହ୍ମଣ। ବ୍ରାହ୍ମଣେ ପୁତ୍ରେ କରି ବିଭା ଦେବଲୋକ ଯେ ଗଲେ ରାଜା। ରାଜ୍ୟର ହୋଇଣ ରାଜନ କରିଲା ବ୍ରତ ରାଜେ ଜାଣ। 16 ସମବାର ବ୍ରତ ରାଜ୍ୟରେ ପାଳିଲେ ସତତ। ସୁଖରେ ରହିଲା ବ୍ରାହ୍ମଣ ଓಂ ନମୋ ଶିବାୟ କହିଣ। ରାଜା ଯେ ହୋଇଛି ବ୍ରାହ୍ମଣ ରାତ୍ରରେ କରିଛି ଶୟନ। ଶୂନ୍ୟରୁ ବାଣୀ ଯେ ହୋଇଲା ଶୁଣିଣ ଆଚମ୍ବିତ ହେଲା। ସ୍ୱପ୍ନରେ କୁହନ୍ତି ଈଶ୍ୱର ଏ ସ୍ତ୍ରୀ ନୁହଁ ତୋହର। ଏ ଯେ କରିବ ସର୍ବନାଶ
ଅକାଳେ ହେବ ତୋର ନାଶ। ତାହାକୁ ବିଦା କରିଦିଅ, ନୋହିଲେ ହୋଇବ ଅନ୍ୟାୟ। କରିବ ତୋର ସର୍ବନାଶ, ଜୀବନେ ବହୁ ତୋର ଦୁଃଖ। ଶୁଣିନ ବ୍ରାହ୍ମଣ କୁମର, ମନରେ କରିଲା ବିଚାର। ଯାହାର ହାତ ଧରି ମୋହି, ଏ ରାଜ୍ୟ ହେଲି ନରସାଇଁ। ବିଚାରେ ଏ ରାଜ୍ୟ ତାହାର, କପାଳେ ଥିଲାଟି ମୋହର। ଏହାକୁ କରିବଇଁ ଦୂର, ଏହା କି ରାଜାଙ୍କ ବିଚାର। ଏପରି ଅନେକ ବିଚାରୀ, ବ୍ରାହ୍ମଣ ସଭା କେହକାରୀ। ବସାଇ ସଭାସଦ ବର୍ଗ, ପ୍ରକାଶୀ ମନରେ ଆବେଗ। କହିଲେ ମନ୍ତ୍ରୀ ମୁଖ ଚାହିଁ, ଏବେ ମୁଁ କିସ କରିବଇଁ। ମନ୍ତ୍ରୀ ଯେ ହଲେ ଯେ ବିମର୍ଷ, ଧର୍ମ କି ଛାଡ଼ି ଗଲା ଦେଶ। କନ୍ୟାର ସ୍ୱୟଂବର ପାଇଁ, ଖୋଜା ପଡ଼ିଲା ଯୁବସାଇଁ। ଯୋଗକୁ ଆପଣେ ଆସିଲେ, କନ୍ୟାକୁ ବିବାହ କରିଲେ। କନ୍ୟା ଯୋଗରୁ ହେଲେ ରାଜା, ସେ କନ୍ୟା ଆଜି ନେବ ସଜା। ରାଜ୍ୟରୁ ବାହାରିଣ ଯିବ, ଏ କଥା ଅନ୍ୟାୟ ହୋଇବ। ଆମେ ତ ବିଚାର ପୁରୁଷ, ମୂରୁଖ ଅଛନ୍ତି ଏ ଦେଶ। ଗୋଟି ଯେ ଗୋଟି କରି କରି, ମୂରୁଖେ ବିଚାରେ ପଚାରି। ମୂରୁଖ ପଣେ ସେ କହିବେ, ଆପଣ ଅନ୍ୟାୟ କରିବେ। ଏମନ୍ତେ ଗଲା 7 ଦିନ, ବିଚାର କଲା ଯେ ବ୍ରାହ୍ମଣ। ତେଜିଲା ରାଣୀଙ୍କୁ ତାହାର, ଦୁଃଖ ଯେ ପଡ଼ିଲା ରାଜ୍ୟର। ରାଜା ଯେ କାନ୍ଦେ କଇଁ କଇଁ, ଏବେ ହୋ ଭାଗ୍ୟେ ଦୁଃଖ ବହି। ବଞ୍ଚିବି ଦୁଃଖରେ ରାଜ୍ୟରେ, ମରିବି ରାଣୀଙ୍କ ଚିନ୍ତାରେ। ଏମନ୍ତ ସମୟରେ ରାଣୀ, ଚାଲନ୍ତି ଅଗନା ଅଗନି। ବନସ୍ତ ପାରି ହେବା ପରେ, ପହଞ୍ଚେ ଏକଇ ରାଜ୍ୟରେ। ରାସ୍ତାରେ ଚାଲନ୍ତି କୁମାରୀ, କ୍ଷୁଧାରେ ଆତୁର ଯେ ଭାରି। ବହୁତ ତୃଷା ଯେ ହୋଇଲା, ଚାଲିଣ ପଥ ଯେ ବାଧିଲା। ଶରୀର ଥର ଥର ହୁଏ, ଚାଲନ୍ତି ରୋଗୀଙ୍କ ପରାଏ। ନଗର ଏକ ଯେ ହେଲାଣି, ସେଠାରେ ପହଞ୍ଚି ଦୁଲ୍ହଣୀ। ଦେଖିଲା ବୁଢ଼ୀ ଏକ ଯାଏ, ମୁଣ୍ଡରେ ବୋଝ ଏକ ଥାଏ। ରାଣୀଙ୍କର କରୁଣା ଦଶା, ଦେଖିଲ ବୁଢ଼ୀ କଲା ହିଂସା। କିଏ ସେ ଅଧମତ ବର, କରିଲା ଏମନ୍ତ ବ୍ୟବହାର। ରାଣୀ କହନ୍ତି ଶୁଣ ମା, ସ୍ୱାମୀଙ୍କୁ ନ କୁହଟି ତାହା। ଈଶ୍ୱର ସ୍ୱପ୍ନେ ସେ କହିଲେ, ଦୁଃଖ ଯେ ମୋତେ ଦିଆଇଲେ। ଭାଗ୍ୟରେ ଦୁଃଖ ମୋର ଥିଲା, ବିଧବା ପାଷାଣ ହୋଇଲା। ଏବେ ମୁଁ କି କହିବି ମା, ମୋତେ ତୁ ଆଜି ଦିଅ ସାହା। ବୃଦ୍ଧାଏ ରାଣୀ ଦୁଃଖ ଜାଣି, କହଇ ଅମୃତର ବାଣୀ। ଚାଲ ମୋ ପାଖରେ ରହିବୁ,
ସୂତାକୁ ହାଟରେ ବିକିବୁ। ଏମନ୍ତ ସେ ବୃଦ୍ଧା କହି ସୂତା ଗଣ୍ଠିଲି ମୁଣ୍ଡେ ଦେଇ କହି ଚାଲ ଯେ ହାଟକୁ ସେଠାରେ ବିକିବା ସୂତାକୁ। ଚାଲନ୍ତି ତର ତର ହୋଇ ସୂତା ଗଣ୍ଠିଲି ମୁଣ୍ଡେ ଥୋଇ ଆସିଲା ଝଡ଼ ଏକ ବୋହି ଗଣ୍ଠିଲି ସହ ରାଣୀ ନେଇ ପକାଇ ଅନେକ ଦୂରରେ ରାଣୀଟି ଭାବନ୍ତି ମନରେ କା ଘରେ ମୁଁ ଆଜ ରହିବି କଷ୍ଟକେ ରାତି ବିତାଇବି। ଯୋଗକୁ ଗଲା ତେଲି ଘର କହିଲା ସମସ୍ତ ପ୍ରକାର 16 ସୋମବାର ବ୍ରତ କରିଲେ ମୋର ସ୍ୱାମୀ ସେତ। ଶିବଙ୍କ କରୁଣା ନ ହେଲା ରାଜା ଯେ ମୋତେ ଛାଡ଼ିଦେଲା। ଆଜ ମୋ ପଡ଼ିଅଛି ଦୁଃଖ କରୁଣା କରି ମୋତେ ରଖ। ଏ କଥା ତେଲି ଯେ ଜାଣିଲା ରାଣୀଙ୍କୁ ଘରୁ ତଡ଼ିଦେଲା। ଦୁଃଖରେ ପଥ ଶ୍ରମ ହୋଇ ଗଲା ପଥରେ ସେ କାନ୍ଦଇ। ଏବେ ମୁଁ କରିବଇ କିସ ଦୁଃଖ ଯେ ପଡ଼ିଲା ଅଶେଷ। ପଡ଼ିଲା ଜଳର ପୋଖରୀ ତୃଷାରେ ସେ ରାଜକୁମାରୀ। ଜଳ ପିଇବା ପାଇଁ ଚାଲେ ପୋଖରୀ ଠାରେ ଉଭା ହେଲେ। ତାହାଙ୍କୁ ପୋଖରୀ ଦେଖନ୍ତେ ନିମିଷେ ପୋଖରୀ ସୁଖନ୍ତେ। ତାପରେ ଚାଲନ୍ତି କୁମାରୀ ବନ ଅରଣ୍ୟ ହୋଇପାରି। ପଡ଼ିଲା ଅନ୍ୟ ଏକ ପୋଖରୀ ଶୁଦ୍ଧ ଜଳ ଯେ ଥିଲା ଭରି। ପିଲା ଉଦର ପୁରାଇ ବିଶ୍ରାମ ନେଲା ବୃକ୍ଷ ଛାଇ। ସେ ବୃକ୍ଷ ମୂଳରେ ବସିଲା ବସିବା ମାଟି ଯେ ଖସିଲା। ହୋଇଣ ଗଲା ଏକ ଗର୍ତ୍ତ ରାଣୀ ଯେ ହୋଇଲେ ଚିନ୍ତିତ। ଏବେ ମୁଁ କରିବଇ କିସ ଏସବୁ ମୋର ଭାଗ୍ୟ ଦୋଷ। ତହୁଁ ସେ କାନ୍ଦଇ ବିକଳେ ଅରଣ୍ୟ ମଧ୍ୟେ ଆଗେ ଚଳେ। ଚାଲନ୍ତେ ପଡ଼ିଲା ମନ୍ଦିର ମନ୍ଦିର ପୂଜକ ଦେଖିଲା। ଭାବିଲା ଏହି ଯେ ମହିଳା ନିଶ୍ଚୟ ଉଚ୍ଚ କୁଳ ପିଲା। ମୁଖମଣ୍ଡଳ କହେ ତାର ନିଶ୍ଚୟ ବହୁ ବଡ଼ ଘର। ଏପରି ପୂଜାରୀ ବୁଝିଲା ରାଣୀଙ୍କ ପାଖକୁ ସେ ଗଲା। କହିଲା ଦେଖ ହୋ ଜନନୀ ମୁଁ ତୁମ ପୁତ୍ର ତୁଲ୍ୟମଣି। ମୋହର ଆଶ୍ରମେ ରହିବ କିଛି ହିଁ ଦୁଃଖ ନ ପାଇବ। ବ୍ରାହ୍ମଣ ଠାରୁ ଶୁଣିବାଣୀ ଧୈର୍ଯ୍ୟ ଧରିଲେ ଯେ ରାଣୀ। ସେଦିନୁ ଆଶ୍ରମେ ରହିଲେ ଗୋସେଇଁ ସମସ୍ତ ବୁଝିଲେ। ଏମନ୍ତ ହୋଇଲା ଯେ ଦିନ ରାଣୀ ଯେ କହନ୍ତି ରନ୍ଧନ। ରନ୍ଧନ ଦ୍ରବ୍ୟେ ଯେ ପଡ଼ିଲା ଅଦ୍ଭୁତ ବେଙ୍ଗୁଲିର ପିଲା। ବେଙ୍ଗୁଲି ମରି ଗଲା ପଡ଼ି ରାଣୀ ଯେ କାନ୍ଦେ ମୁଣ୍ଡ କୋଡ଼ି। ବ୍ରାହ୍ମଣ ଏମନ୍ତ ସମୟେ ପହଞ୍ଚି ଗଲେ ଯେ ଆଶ୍ରମେ। କହିଲେ ଶୁଣ ଆଗୋ ମାତ
ଜାଣିଲି ଦେବ ଉତ୍ପାତ। କୌଣସି କୋପ ଦେବତାର ଭୋଗୁଛ ଏମନ୍ତ ପ୍ରକାର। ମନ୍ଦିରେ ବ୍ରାହ୍ମଣ ଚାଲିଲେ ଶିବଙ୍କୁ ବହୁ ସ୍ତୁତି କଲେ। ଶିବ ସେ କହିଲେ ସେ କାଳେ 16 ସୋମ ବ୍ରତ ତୁଲେ। ଏମନ୍ତ ଓଷା କରୁ ସେହି ଦୁଃଖ ଯେ ଯିବ ତା ଉଭେଇ। ଗୋସେଇଁ କହିଲେ ବିଧାନ 16 ସୋମ ବ୍ରତ ଜାଣ। 17 ସୋମବାର ଦିନ ରାଜା ଯେ ଦେଖିଲେ ସପନ। ସୈନ୍ୟ ସାମନ୍ତ ସାଥେ ମେଳି ରାଜନ ଆସିଲେ କଚଳି। ଖୋଜିଣ ପହଞ୍ଚି ଆଶ୍ରମେ ପରିଚୟ ଦେଲେ ଉତ୍ତମେ। ମୋର ଭାରି ଯାଏ ହୁ ଜାଣ ଶିବଙ୍କ ରୁଷ୍ଟ ପଶୁ ଜାଣ। ଏମନ୍ତ ହୋଇଲା ଦୁର୍ଦ୍ଦଶା କଟିଲା ଏବେ ତାଙ୍କ ଦଶା। ଗୋସେଇଁ ହୋଇଲେ ଆନନ୍ଦ କହିଲେ ନାହିଁଟି ପ୍ରମାଦ। ତୋର ବୋହୂ ଯେ ଯାଉ ଘର କରିବ 16 ସୋମବାର। ଗମିଲେ ରାଜା ରାଣୀ ଜାଣ ସଙ୍ଗତେ ଶତ ଶତ ସୈନ୍ୟ। ଆନନ୍ଦେ କମ୍ପିଲା ନର ପ୍ରଚାର 16 ସୋମବାର। ବିଧିରେ ପୂଜିଲେ ଈଶ୍ୱର ଭୋଗ ନୈବେଦ୍ୟର ବିଚାର। ବିଧିର ଅନୁଯାୟୀ ହେଲା 16 ସୋମ ବ୍ରତ ଲୀଳା। ବ୍ରତ ଯେ କରି ସମାପନ ବାଣ୍ଟିଲେ ଭୋଗ ଭକ୍ତ ଜନ। ଆନନ୍ଦେ ହରି ବୋଲ ଦେଲେ ନିଜ ମନ୍ଦିରେ ବାହୁଡ଼ିଲେ। ଏମନ୍ତ ବ୍ରତ ସମାପନ ଶରଣ ମାଗୁଛି ବିପିନ। ସୌମ୍ୟ ପ୍ରଦୋଷ ବ୍ରତ କଥା। ଶୁଣନ୍ତୁ ସାଧୁ ଜନ ମୋର ଏଥୁ ଅନନ୍ତେ ବ୍ରତ ସାର। ସୌମ୍ୟ ପ୍ରଦୋଷ ବ୍ରତ କଥା କଲେ ଜୀବନ ଯାଏ ବ୍ୟଥା। ପ୍ରାଚୀନ କାଳର କାହାଣୀ ଥିଲା ଯେ ଦେଶ ଏକ ଜାଣି। ସେ ଦେଶେ କରି ବ୍ରାହ୍ମଣ ଭିକ୍ଷା କରିଣ କାଟେ ଦିନ। ଏମନ୍ତେ ସୁଖେ ଦୁଃଖେ ଥାଇ ଭାଗ୍ୟକୁ ଦୁଃଖ ଆସେ ବହି। ମୃତ ଯେ ହୋଇଲା ବ୍ରାହ୍ମଣ ବ୍ରାହ୍ମଣୀ କରିଲା ରୋଦନ। ସାଥିରେ ଥିଲା ପୁତ୍ର ତାର ମୁଖକୁ ଚାହିଁ ବ୍ୟଥା ତୁର। କାନ୍ଦଇ କଇଁ କଇଁ ହୋଇ ଭାଗ୍ୟ ଯେ ଦୁଃଖ ଦେଲା ବିହି। ଉପାୟ ନ ପାଇ ବ୍ରାହ୍ମଣୀ ଭିକ୍ଷା ଯେ କଲା ନୀତି ପୁଣି। ପ୍ରୀତ ଯେ ହୋଇଲେ ବ୍ରାହ୍ମଣୀ ସଙ୍ଗାତ ପୁତ୍ର ସେହୁ ଘେନି। ଗ୍ରାମକୁ ଗ୍ରାମ ବୁଲେ ଯାଇ ଯାହା ସେ ଭିକ୍ଷା କରିଥାଇ। କାନ୍ଧରେ ପକାଇ ବ୍ରାହ୍ମଣୀ ଫେରଇ ନିତ୍ୟ ପ୍ରତି ଘେନି। ସୁଖ ଦୁଃଖରେ ଦିନ ଶେଷ ବିତୁଛି ଦିନ ଯେ ହରସ। ଏମନ୍ତ ଭିକ୍ଷା କରି କରି ବଞ୍ଚିଛି ବ୍ରାହ୍ମଣର ସ୍ତ୍ରୀ। ସକାଳ ସଞ୍ଜ ଯାଏ ବେନି ବୁଲନ୍ତି ନାନା ସ୍ଥାନ ଜାଣି। ସନ୍ଧ୍ୟାକୁ ଆପଣା ମନ୍ଦିର ଫେରନ୍ତି ମାତା ଯେ କୁମାର। ବିତିଲା ଏପରି ସମୟ ବ୍ରାହ୍ମଣୀ ଥାଏ କଲୟ। ଭାଗ୍ୟ ଯେ ବଦଳିବ କେବେ ସେହି କଥାକୁ ସଦା ଭାବେ। ଘଟିଲା କଥା ଦିନକର ବ୍ରାହ୍ମଣୀ ସାଥେ ତାକୁ ମର। ଅନାଥ ରକ୍ଷିତ ପରି ମିଳିଲା ଆସି ପଥ ଚାରି।
ବୟସ 12-13 ହେବ। ବ୍ରାହ୍ମଣୀ ପୁତ୍ରକୁ ଯେ ବୀର ନିଜ ସନ୍ତାନ ସମୟେହି ଭେଟିଲା କାହାର ତ ନଈ। ବିଦର୍ଭ ରାଜ୍ୟର କୁମାର ହୋଇଛି ଅନାଥ ଏଥର। ଶତ୍ରୁ ରାଜ୍ୟର ରାଜା ରାଣ କରିଲା ଯୁଦ୍ଧ ଆୟୋଜନ। ଯୁଦ୍ଧରେ ହତ୍ୟା କଲା ସେହି ବିଦର୍ଭ ରାଜ୍ୟର ଗୋସାଇଁ। ରାଜ୍ୟ ହୋଇଲା ପର ରାଜ୍ୟ କୁମର ହୋଇ ରାଜ୍ୟ ତେଜ। ପିତା ମାତାଙ୍କୁ ସେ ହରାଇ ଦୁଃଖରେ ଆସିଛି ପଳାଇ। ଭେଟିଲା ଯେହି ବ୍ରାହ୍ମଣୀ କହିଲା ତାର ଦୁଃଖ ପୁଣି। ବ୍ରାହ୍ମଣୀ ତାହା ଶୁଣି କନେ କହିଲା ରେ ବାପ ଧନେ। ଭଲ ଯେ ହୋଇଲା ତୋହର ତୋ ରହିବାକୁ ମୋର ଘର। ରହିବୁ ପୁତ୍ର ସାଥେ ମୋର ସାଥିରେ ଖେଳିବ ଏଥର। ବୁଲିବୁ ସାଙ୍ଗ ସାଥି ହୋଇ ବିଦ୍ୟା ପଢ଼ିବ ଏକ ହୋଇ। ଏମନ୍ତ ବୁଝାଇ ବ୍ରାହ୍ମଣୀ ସନ୍ତାନେ ନେଲା ନିଜ ପୁରୀ। କଲା ଯେ ଲାଳନ ପାଳନ ଦିପୁତ୍ର ଚଳିଲେ ଯତନ। ବିଦ୍ୟା ଶିକ୍ଷା ଯେ ଶେଷ କରି ଦୂର ସନ୍ତାନ ଖୁସି ଭାରି। ଦିନକ କଥା ହେଲା ଜାଣ ଗଲେ ବନସ୍ତେ 2 ଜଣ। ଅରଣ୍ୟ ପଥେ ଯାଉ ଯାଉ ଅଘଟ ହେଲା ରାସ୍ତା ତହୁଁ। ଅଭେଟ ହେଲା ଦୁହିଁଙ୍କର ବ୍ରାହ୍ମଣ ଫେରିଲା ଯେ ଘର। ଅରଣ୍ୟ ଠାରେ ଯେ କୁମାର ଭେଟିଲା ଯୁବତୀ ନିକର। ଗନ୍ଧର୍ବ ରାଜ୍ୟର ଯୁବତୀ ଅରଣ୍ୟ ଆସେ ନୀତି ପ୍ରତି। କୁମାର ସଙ୍ଗେ ଦେଖା ହୋଇ ବିତିଲା ରାତ୍ର ଏକଠାର। ଗୃହକୁ ଫେରିଲେ କୁମାର କହିଲେ ବୃତ୍ତାନ୍ତ ସତୋର। ବ୍ରାହ୍ମଣୀ କହଇ ପୁତ୍ରକୁ ପୁଣି କି ଅଛି ଏ ଭାଗ୍ୟକୁ। ଭାଗ୍ୟରେ ଥିଲେ ହେବୁ ରାଜା ପାଇବୁ ପ୍ରଜା ଠାରେ ପୂଜା। ରହିଲା କହିଣ କୁମାର ବିତିଲା ଦିନ 2ଟିର। ତେଣେ ଗନ୍ଧର୍ବ କନ୍ୟା ଯାଇ ପିତା ମାତାଙ୍କୁ ସେ ବୁଝାଇ। ବିବାହ କଲା ଏ କୁମାର ଧନ ଦୌଲତେ ଘର। ପୁରିଲା ବ୍ରାହ୍ମଣୀର ଘର ବ୍ରାହ୍ମଣୀ କହେ ଶୁଣ ବୀର। ପିତାଙ୍କ ରାଜ୍ୟକୁ ଉଦ୍ଧାର ଅଟଇ କାର୍ଯ୍ୟଟି ତୁମ୍ଭର। ମୁହିଁ କରୁଛି ଆଶୀର୍ବାଦ ନିଶ୍ଚୟ ତୁଟିବ ବିବାଦ। ତୁମର ରାଜ୍ୟ ତୁମେ ନେବ ସେ ରାଜା ନିଶ୍ଚୟ ହାରିବ। ଏମନ୍ତ ବ୍ରାହ୍ମଣୀ କହିଲେ କୁମାର ତଟସ୍ଥ ହୋଇଲେ। କହନ୍ତି ବୋଲ ମାତ ତୁହି ମୋ ମାଥେ ଆଶୀର୍ବାଦ ଦେଇ। କର ତୁ ବିଦାୟ ମୋହର ଯୁଦ୍ଧକୁ ଉପଗତ ହେଲା। ଗନ୍ଧର୍ବ ରାଜନ ଶ୍ୱଶୁର ଯୁଦ୍ଧକୁ ହୋଇ ବିବାହାର। ଯୁଦ୍ଧରେ ହରାଇ ରାଜାଙ୍କୁ ଗାଦି ଯେ ଦେଲେ କୁମାରକୁ। ରାଣୀ ହୋଇଲେ ତାର ସୂତା ଜାମାତା ହେଲେ ଦିଗଜିତା। ରାଜକୁମାର ରାଜା ହୋଇ ମନ୍ତ୍ରୀ କରିଲେ ସାନ ଭାଇ। ସାନ ଭାଇ ଯେହୁ ବ୍ରାହ୍ମଣ ପାଇଲା ମନ୍ତ୍ରୀ ପଦ ଜାଣ। ବ୍ରାହ୍ମଣୀ ଗଲେ ରାଜପୁରୀ ହୋଇଲା ଆସି ବୃଦ୍ଧା ସରୀ। ରାଣୀ ପରାୟ ସୁଖ କଲେ ରାଜ୍ୟରେ ଈଶ୍ୱରେ ପୂଜିଲେ। ସୌମ୍ୟ ପ୍ରଦୋଷ ବ୍ରତ ଜାଣି
ବିପଦେ ପଡ଼ିଣ ବ୍ରାହ୍ମଣୀ କରିନଥିଲା ବ୍ରତ ମେଳା ତାହାଙ୍କୁ ଈଶ୍ୱର ରଖିଲା ତାହାଙ୍କ ନାମେ ହରି ବୋଲ ଦିଅନ୍ତି ବ୍ରତର ସକଳ ଆନନ୍ଦେ ହରି ବୋଲ ଦିଅ ନମ ଶିବାୟ ମୁଖେ କୁହ ସୌମ୍ୟ ପ୍ରଦୋଷ ବ୍ରତ ଏହି ସମାପ୍ତ କରି ଏହି ଠାଇଁ ଈଶ୍ୱର ଚରଣେ ପଡ଼ିଣ କ୍ଷମା ଯେ ମାଗୁଛି ବିପିନ।